हाँ ମୁଁ ପିଲାବେଳେ ସାଇବା ମଧ୍ୟ ଜାଣିନଥିଲି। ଯେବେ ମୁଁ ପ୍ରଥମ ଥର ଓଡ଼ିଶାରେ ଆସିଲି ସେତେବେଳେ ମୁଁ ପୁରା ହିନ୍ଦୀ କହୁଥିଲି। ମୋ ଜେଜେମା ମୋତେ ଶିଖେଇଲି ଦେଉଛନ୍ତି ସାଇବା। ମୋତେ ପ୍ରତିଦିନ ବାଲ ବିକାଶରେ ଆଣିଲେ। ମୁଁ ବାଲ ବିକାଶରେ ପଢ଼ିଲି। ସେଇଠି ମୋତେ ଖେଳ ଶିଖିଲି। ଏମିତି କରିକି ମୋର ମୁଁ କହିପାରୁନି ଏତେ ସବୁ ଜିନିଷ ମୁଁ ଶିଖିପାରିଛି ବାଲ ବିକାଶରୁ। ବାଲ ବିକାଶରେ ସାଇବାବା କହିଛନ୍ତି ଯଦି ତମକୁ ଭଗବାନଙ୍କୁ ପ୍ରାର୍ଥନା କରିବାର ଅଛି ତମକୁ ସମୟ ଖୋଜିବାର ଦରକାର ନାହିଁ। ତମେ ଯେତେବେଳେ ପାରିବ ଠାକୁରଙ୍କୁ ଡାକି ପାରିବ। ଆଉ ଆପଣ ଯୋଉ ଏଇଟା କହୁଥିଲେ ପଞ୍ଚମୂଲ୍ୟବୋଧ ସେଥିରୁ ଗୋଟେ ମୂଲ୍ୟବୋଧ ମୋର ଏଇ 4-5 ମାସ ତଳେ ହେଇଛି। ଦିନେ ଆମ ସ୍କୁଲ ତରଫରୁ ଆମେ ଯାଇଥିଲୁ କଟକ ଯାଇଥିଲୁ। କଟକ ଯାଜପୁର ଏସବୁ ଯାଇକି ଆମେ ଗୋଟେ ମନ୍ଦିରକୁ ଯାଇଥିଲୁ। ମନ୍ଦିରକୁ ଗଲାବେଳେ ସେଇଠି କେତେ ଜଣ ଲୋକ ସେଇଠି ଥିଲେ। ମୋତେ ଘରୁ ଗଲାବେଳେ ମାମା ମୋତେ 20 ଟଙ୍କା ଦେଇଥିଲେ। ଆଉ ଜେଜେ ଗଲାବେଳେ 10-15 ଟଙ୍କା ଦେଇଥିଲେ। ତାକୁ ମୁଁ ରଖିଥିଲି। ଆଉ ଯେତେବେଳେ ମୁଁ ମନ୍ଦିରକୁ ଯାଇଛି ମନ୍ଦିର ଯିବା ପୂର୍ବରୁ ଜେଜେ ମୋତେ 3ଟା ବିସ୍କୁଟ ପ୍ୟାକେଟ ଦେଇଥିଲେ। ସେ ବିସ୍କୁଟ ପ୍ୟାକେଟଟା ମୁଁ ରଖିଥାଏ। ଆଉ ମୋ ସାଙ୍ଗମାନଙ୍କ ସହିତ ଗାଡ଼ିରେ ଗଲାବେଳେ ମୋ ସାଙ୍ଗକୁ ଗୋଟେ ବିସ୍କୁଟ ଖାଇବାକୁ ମୋଟେ ଭଲ ଲାଗୁନଥିଲା। ସେ ମୋତେ ଦେଇଥିଲା। ମୁଁ ବି ସେଇଟା ସାଇତିକି ରଖିଥାଏ। 3ଟାକ ରଖିଥିଲି। ଯେତେବେଳେ ମୁଁ ମନ୍ଦିରରେ ପହଞ୍ଚିଛି ମନ୍ଦିର ଆମେ ଓହ୍ଲେଇକି ଯାଇଛୁ। ମନ୍ଦିର ଗଲା ପରେ ମୋ ପାଖରେ କେତେକ ଟଙ୍କା ଥିଲା। ଗଲାବେଳେ ମୁଁ ଦେଖିଲି ରାସ୍ତାରେ ବହୁତ ଜଣ ଅଛନ୍ତି। ତାପରେ ମନ୍ଦିରରେ ବି ମୁଁ କିଛି ଦେବି। ଯାହା ହେଲେ କିଛି ତ ମୁଁ ଦେବି। ଆଉ ରାସ୍ତାରେ ଯୋଉମାନେ ଅଛନ୍ତି ସେମାନଙ୍କୁ ବି ତ କିଛି ଦେବି। ସେଥିପାଇଁ ମୁଁ ସବୁ ପଇସାକୁ ଭାଗ ବାଣ୍ଟିଲି। ଆଉ ଯୋଉଠି ଗଲି ଯାହାକୁ ପାଇଲି ସମସ୍ତଙ୍କୁ ଦେଲି। ଆଉ ଯେତେ ବିସ୍କୁଟ ଥିଲା ମୋ ପାଖକୁ ସମସ୍ତଙ୍କୁ ଦେଇଦେଲି। ଲାଷ୍ଟରେ ଯେତେବେଳେ ମୁଁ ଗଲି ମୋ ପାଖରେ ଟଙ୍କାଟେ ବି ନଥିଲା। ଭାବିଲି ମୋର ପଇସା ଖର୍ଚ୍ଚ ହେଇଗଲା। ତଥାପି ମୋ ମନରେ ଦୁଃଖ ଆସୁନଥିଲା। ଭଲ ଲାଗୁଥିଲା ଯେ ମୁଁ ସେମାନଙ୍କୁ ଦେଇପାରିଲି। ଆଉ ଯେବେ ବି ମୁଁ ଯାଏ କୋଉଠିକି ସେବା ପାଇଁ ନହେଲେ କୋଉଠିକି ଦୂର ଜାଗାକୁ ବୁଲିବାକୁ ଯାଏ ଦେଖେ କାହାକୁ ଭିକ ମାଗୁଛନ୍ତି ବାପାଙ୍କୁ ମୁଁ ସାଙ୍ଗେ ସାଙ୍ଗେ କହେ ବାପା ମୋତେ ପଇସା ଦିଅ ମୁଁ ୟାଙ୍କୁ ଦେବି। ଆଉ ଦିନେ ମୁଁ ମେଡ଼ିସିନ ଷ୍ଟୋରରେ ମେଡ଼ିସିନ କିଣିବା ପାଇଁ ଥାଏ। ମୋ ପାଖରେ ଟିକେ ପଇସାଟେ ଥାଏ। ଟିକେ ସେଇଟା ବି ମୁଁ ଭାବୁଥିଲି ଚକୋଲେଟ୍ ଖାଇବି ବୋଲି। ସେଇଟା ମୁଁ କିଣିଲି। ଦେଖିଲି ଜଣେ ଭିକାରୀଟେ ଆସୁଛନ୍ତି ତାଙ୍କୁ ମୁଁ ପଇସା ଦେଲି 5ରୁ 6